पिलाମାନେ ଆପଣ ସମସ୍ତେ ଜାଣିଥିବେ ଓସିଏସ୍ ର ପ୍ରିଲିମ୍ସ ର ରେଜଲ୍ଟ ଆଉଟ୍ ହୋଇ ସାରିଛି। କିଛି ପିଲାଙ୍କର ସକ୍ସେସ୍ ହୋଇଥିବ ଏବଂ କିଛି ମାତ୍ରାରେ ଆଉ କିଛି ଜଣ ଅସଫଳ ମଧ୍ୟ ରହିଯାଇଥିବ। କିନ୍ତୁ ଆପଣମାନେ କେବେ ଭାବିଛନ୍ତି ଇଏ ଅସଫଳତା କାହିଁକି ହେଲା? କାହିଁକି ନା ଆମେ କୋଉଠି ନା କୋଉଠି ଜିନିଷକୁ ଆପଣଙ୍କ ଆନାଲିସିସ୍ କରିବାରେ ରହିଗଲୁ ପଛୁଆ। କାହିଁକି ନା ଆପଣଙ୍କୁ ପ୍ରଥମେ ତ ଆନାଲିସିସ୍ କରିବାର ଥିଲା ଯେ ଲାଷ୍ଟ 10 ବର୍ଷର ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ କୋଉ ଟପିକ୍ ରୁ କେତେ ଅଧିକା କ୍ୱେଶ୍ଚନ୍ ଆସୁଛି, କୋଉଠୁ କମ୍ କ୍ୱେଶ୍ଚନ୍ ଆସୁଛି, କୋଉ ଜିନିଷକୁ ଅଧିକା ପ୍ରାୟୋରିଟି ଦେବା କଥା, ଏଇ ଜିନିଷ ଗୁଡ଼ିକ ଆନାଲିସିସ୍ କରିଲେ ହିଁ ଆପଣମାନେ ଆଗକୁ ଯୋଉ ନେକ୍ସଟ ଇୟର ଆପଣଙ୍କ ଏକ୍ଜାମ ହେଉଛି ସେଥିରେ ଆପଣ ଭଲ ସ୍କୋର କରିପାରିବେ। ତ ସେ ଜିନିଷର ସଲ୍ୟୁସନ୍ସ ଆମେ ନେଇ ଆସିଛୁ ଆଡା 24/7 ଓଡ଼ିଆ ଟିମ୍ ତରଫରୁ। ଆପଣମାନେ ସମସ୍ତେ ଦେଖୁଥିବେ ମୋ ହାତରେ ଆପଣଙ୍କର ଓସିଏସ୍ ର ଲାଷ୍ଟ 10 ବର୍ଷର ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ର ଆନାଲିସିସ୍ ବାଲା ବହି ଅଛି। ଏ ବହିଟି ଅନ୍ୟ ପ୍ରିଭିୟସ୍ ଇୟର ବୁକ୍ସ ର ଯୋଉ ମକ୍ ପ୍ରାକ୍ଟିସ୍ ଅଛି ତାଠୁ ସମ୍ପୂର୍ଣ୍ଣ ଅଲଗା, କାରଣ ଏଥିରେ ଆପଣଙ୍କୁ ପ୍ରତି ଚାପ୍ଟର ୱାଇଜ୍ କ୍ୱେଶ୍ଚନ୍ ର ଆନାଲିସିସ୍ ଅଛି। କୋଉ ବର୍ଷ କେତେ ମାର୍କର କ୍ୱେଶ୍ଚନ୍ ଆସୁଛି, କୋଉଥିରୁ ଆପଣଙ୍କର କ୍ୱେଶ୍ଚନ୍ ଆସିବ, ଏଇ ସବୁ ଜିନିଷ ଗୁଡ଼ିକ ଆପଣ ଜାଣିପାରିବେ। କେବଳ ସେତିକି ନୁହେଁ, ଆଉ ଗୋଟେ ବେଷ୍ଟ ଜିନିଷ ଆପଣ କହିବେ ଆର ପ୍ରାଇସେସ୍ ବି ବହୁତ କମ୍ ଅଛି। ଯୋଉମାନେ ବି ଏ ବହି ନେବାକୁ ଚାହୁଁଛନ୍ତି ଆପଣମାନେ ଏଇ ତଳେ ଦିଆଯାଇଥିବା ନମ୍ବରରେ କଲ୍ କରନ୍ତୁ, ଆପଣଙ୍କୁ ସେମାନେ ବହୁତ ହେଲ୍ପ କରିବେ ଏବଂ ଏ ବହିଟି ନିଶ୍ଚିତ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଫାଇଦାମନ୍ଦ ରହିବ ଏକ୍ଜାମକୁ କ୍ଲିୟର କରିବା ପାଇଁ। ଧନ୍ୟବାଦ।